ସାଙ୍ଗମାନେ ଜୟ ଜଗନ୍ନାଥ ସମସ୍ତେ କେମିତି ଅଛନ୍ତି ଆଶା କରୁଛି ଭଲରେ ଥିବେ। ଆଜି ତ ମାର୍ଗଶିର ଗୁରୁବାର ଦ୍ୱିତୀୟ ଗୁରୁବାର କେହି କେହି ବି ଆଜି ପ୍ରଥମ ଆରମ୍ଭ କରୁଛନ୍ତି। ଆଉ ଦେଖଉଛି କିଛି ଘରେ ଆଜି ମା କ'ଣ ସବୁ କରୁଛନ୍ତି ଆଜି କ'ଣ ଖାଇବା ବହୁତ ବଢ଼ିଆ ଖାଇବା ଆଜି ହେଇଛି ଦେଖଉଛି। ଏଇଠି ଦେଖନ୍ତୁ ଏଇଠି ପୁରା ରାଶି ପୁର ପଡ଼ିକି ରାଶି ବାଦାମ ଇଟିଲି ହେଇଛି। ତା ତଳେ ଅଛି ମଣ୍ଡା ପିଠା ଏଗୁଡ଼ାକ ଦେଖନ୍ତୁ ଏଇଟା ମଣ୍ଡା ପିଠା 1 2 ଏଠି ମଣ୍ଡା ଏଇଟା ପୁରା ଘିଅରେ ଭଜା ହେଇଛି। କାକରା ପିଠାଟା ପୂଜାରେ ଲାଗିଥିଲା। ଆଉ ଏଠି ଆଉ ଗୋଟେ ଇଟିଲି ଏଇଠି ଅଛି କଡ଼େଇ ପିଠା ଏଠି ଅଛି କଡ଼େଇ ପିଠା ଏଇଟା ହେଉଛି ପୁରୀଟା ଏଥିରେ ବି ଏମିତି ପୁର ଫୁର ପଡ଼ିଛି ଆଉ ଛେନା ବି ପଡ଼ିଛି। ଆଉ ଏଇଟା ହେଉଛି ମଣ୍ଡା ଦେଖନ୍ତୁ ମଣ୍ଡା ପୁରା ବି ସଫ୍ଟ ପୁରା ହେଇଛି ତୁଳା ଭଳିଆ ମଣ୍ଡା। ଆଉ ଏଇଟା ହେଉଛି କୋଶଳା ଶାଗ ବଡ଼ି ମୂଳା ସାରୁ ସବୁ ପଡ଼ିକିନା ଏଇଟା ହେଇଛି ବହୁତ ବଢ଼ିଆ ଟେଷ୍ଟ। ଆଉ ଗୋଟେ ସାଇଡ଼୍ରେ ଗୋଟେ ଭଜା ଲଙ୍କାଟା ଚକଟିକି ଖାଇବା ପାଇଁ ମୋତେ ଟିକେ ଭଲ ଲାଗେ। ଆଉ ଏଇଠି ରହିଲା ଭୋଗ ଆଉ ଛେନା ସେଉ ଗୋଲମରିଚ ସବୁ ପଡ଼ିକିନା ଏଇଟା ହେଇଛି ଭୋଗ। ଏଇଠି ହେଲା ମଟର ଆଳୁ ଝୋଳ ଗୁଗୁନି। ଆଉ ଏଇଠି ରହିଲା ଏଇଟା ଗୋଟେ ହେଇଛି ଭେଣ୍ଡି ସୋରିଷ ମସଲା ଆମ୍ବୁଲ ଭେରସୁଙ୍ଗା ପତ୍ର ପଡ଼ିକିନା ଗୋଟେ ଖଟା। ଆଉ ଖାଇବା ତାହେଲେ କ'ଣ କେମିତି ଲାଗୁଛି ଦେଖିବା। ଆଉ ଆପଣମାନଙ୍କ ଘରେ କ'ଣ ହେଇଛି ମୋତେ ବି କହିବେ କମେଣ୍ଟରେ। ଆଉ ଏଇଟା ହେଇଛି ଡାଲମା ପିଆଜ ରସୁଣ ତ ଆଜି କିଛି ପଡ଼ିବନି। ଏଇଟା ହେଇଛି ଡାଲମା ଏତିକ ଯାକ ଖାଇବା କ'ଣ କେମିତି ଲାଗୁଛି। ଏଇଟା ତ ପୁରା ଏଇଟା ଘିଅରେ ପୁରା ଭଜା ହେଇଛି ଏଇଟା ବି ଭଲ ଲାଗିବ ମୋତେ। ଘିଅ ତ ଯାହା ଯେଉଁଥିରେ ଘିଅଟା ପଡ଼ିଲେ ମୋତେ ଭାରି ଭଲ ଲାଗେ। ଆଉ ଦେଖନ୍ତୁ ଝୋଟି କେମିତି ପଡ଼ିଛି ଦେଖଉଛି ଦେଖନ୍ତୁ ପଦ୍ମ ପାଦ ଛୋଟ ଫୁଲ ପଦ୍ମ ପାଦ ଏଇଟା ଦେଖନ୍ତୁ ବର୍ଡ଼ରଟା ହେଇଛି ଶଙ୍ଖ ଶଙ୍ଖ ଉପରେ ପଦ୍ମ ଫୁଲ ପୁଣି ପଦ୍ମ ଫୁଲ ମଝିରେ ଅଛି ପାଦ। ତାପରେ ଏଇଟା ଧାନ କେଣ୍ଡା ଝୋଟି ଏଇଟା ସମସ୍ତେ ପକାନ୍ତି ମାଟି ଘର ଗୁଡ଼ାକରେ ଏଇଟା ପଡ଼ିଲେ ବହୁତ ସୁନ୍ଦର ଦେଖା ବି ଯାଏ। ତାପରେ ଦେଖଉଛି କଳସ କଳସ ଝୋଟି ଦେଖନ୍ତୁ କେତେ ସୁନ୍ଦର ହେଇଛି। କଳସ ଉପରେ ନଡ଼ିଆ ସାଇଡ଼ରେ ଆମ୍ବ ପତ୍ର ମା ପକାଇଛନ୍ତି ସବୁ ଝୋଟି। ତା ମଝିରେ ପାଦ ପୁଣି ପାଦ ତାପରେ ଗେଣ୍ଡୁ ଫୁଲ ତାପରେ এটা ଦେଖନ୍ତୁ ସବୁଠୁ ବଡ଼ ଝୋଟି କେତେ ସୁନ୍ଦର ହେଇଛି। କେତେ ସୁନ୍ଦର ହେଇଛି ଦେଖନ୍ତୁ ଝୋଟିଟା ମଝିରେ ହେଇଛି ପାଦ ପଦ୍ମ ତା ଉପରକୁ ବର୍ଡ଼ର ହେଇଛି କାଞ୍ଚି କାଞ୍ଚି ତା ଉପରେ ପଦ୍ମ ପଦ୍ମକୁ ପୁରା ଗାଢ଼ ଦିଆ ହେଇଛି ରଙ୍ଗ ଝୋଟିରେ କେତେ ସୁନ୍ଦର ହେଇଛି ଦେଖନ୍ତୁ। ଦୂରରୁ ମୁଁ ଦେଖାଉଛି କେତେ ବଢ଼ିଆ ଦେଖାଯାଉଛି। ତାପରେ ପୁଣି ପାଦ ତାପରେ ଲାଷ୍ଟରେ ରହିଲା ଦେଖନ୍ତୁ ଗୋଟେ ଦୀପରେ ହେଇଛି ଏଇଟା ଦେଖନ୍ତୁ ଦୀପ ମଝିରେ ବିନ୍ଦୁ 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 କୋଠରୀ ହେଇକି ହେଇଛି। ତାପରେ ଏଇଟା ଉପରେ ହେଇଛି ବର୍ଡ଼ର। ଯଦି ଝୋଟି ଭିଡ଼ିଓ ଗୁଡ଼ାକ ଭଲ ଲାଗିଥାଏ ତାହେଲେ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବେ ଭିଡ଼ିଓଟାକୁ ଲାଇକ୍ କରିବେ। ବହୁତ ବଢ଼ିଆ ହେଇଛି ଏତେ ସୁନ୍ଦର ହେଇଛି। ଗୋବରରେ ଲିପା ହେଇଛି ତା ସାଙ୍ଗରେ ଝୋଟି ପକା ହେଇଛି ଏତେ ସୁନ୍ଦର ଦେଖା ହେଉଛି। ଆଉ ଥରେ ଦେଖାଇ ଦେଉଛି ଦେଖନ୍ତୁ। ଆଜି ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବେ ସେୟାର କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଆଉ ଆପଣଙ୍କ ଘରେ ସବୁ ଝୋଟି ପଡ଼ିଛି କି ନାହିଁ କମେଣ୍ଟରେ ଜଣାଇବେ। ରହିଲି ଜୟ ଜଗନ୍ନାଥ। ଯଦି କିଛି ଭୁଲ ଥାଏ ତାକୁ
ଭୁଲଟାକୁ ସଂଶୋଧନ କରିଦେବେ, ମୋତେ କ୍ଷମା କରିଦେବେ।